नमस्कार मो ना आदित्य मु क्लास 9 रे पढ़ुची मु समर वेकेशन रे मम को आसଥିଲି ମୁଁ ମୋର ଡେମो କ୍ଲାସରେ ଦେଖିଲି ଯେ ପିଲାମାନେ ମାନେ ବହୁତ ବଡ଼ 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 ପାଠ ଗୁଡ଼ିକୁ ସରଳ ଭାବରେ କହିପାରୁଛନ୍ତି। ମୁଁ ବି ଭାବିଲି ଯେ ମୋ ଭିତରେ ବି କେମିତି ଏମିତି ଡେଭଲପ୍ ହେବ। ତ ମୁଁ 21 ଦିନ ପାଇଁ ଏଠି ଆସିଥିଲି। ସେଇଠି ମୋ ଭିତରେ ପାଠ ତ ଆସିଲା, ମୋ ଭିତରେ ପରିବର୍ତ୍ତନ ତ ଆସିଲା, କିନ୍ତୁ ମୋବାଇଲ ଆଡିକ୍ସନ ଥିଲା। ତାପରେ ମୁଁ ଲୋକମାନଙ୍କ ଆଗରେ କହିପାରୁନଥିଲି, କ୍ୟାମେରା ଫିୟରନେସ୍ ଥିଲା। ସେ ସବୁ ଗୁଡ଼ିକ ମୋ ଭିତରେ ପରିବର୍ତ୍ତନ ଆସିଛି। ଏ ସବୁ ପରିବର୍ତ୍ତନ ବଡ଼ ସାରଙ୍କ ଆଶୀର୍ବାଦ ଦ୍ୱାରା ହିଁ ଆସିପାରିଛି। ତ ମୁଁ ସବୁବେଳେ ବଡ଼ ସାରଙ୍କ ଆଶୀର୍ବାଦରେ ରହିବାକୁ ଚାହେଁ। ଆଉ ମୁଁ ମୋ ପରିବର୍ତ୍ତନରେ ମୋ ପେରିଫେରିରେ ଦେଖୁଛି ଯେ ସମସ୍ତେ ମୋର ସାଙ୍ଗମାନେ ଷ୍ଟ୍ରେସ୍ରେ ରହୁଛନ୍ତି। ପାଠ ତ ପଢ଼ୁଛନ୍ତି କିନ୍ତୁ ବହୁତ ଷ୍ଟ୍ରେସ୍ ଅନୁଭବ କରୁଛନ୍ତି। ତ ଏଇଟା ଯେତେବେଳେ ସମସ୍ତେ ବଡ଼ ସାରଙ୍କର ଏ ଭାଇବ୍ରେସନକୁ ଆସିପାରିବେ, ସେମାନେ ସମସ୍ତେ ମଧ୍ୟ ଷ୍ଟ୍ରେସ୍ ଫ୍ରି ହେଇପାରିବେ। ପରିବର୍ତ୍ତନ ଦେଖିଲି ଯେ ଯେତେବେଳେ ଏକ୍ଜାମ ଟାଇମ୍ ଆସୁଥିଲା ମୁଁ ପୁରା ଷ୍ଟ୍ରେସ୍ ହେଇଯାଉଥିଲି। କେମିତି ଲେଖିବି, କେମିତି ପଢ଼ିବି। ଏକ୍ଜାମ ଟାଇମ୍ରେ ବହୁତ ଷ୍ଟ୍ରେସ୍ ହେଉଥିଲା, ଯାହାଦ୍ୱାରା ମୁଁ ନିଜ ପେପରରେ ମଧ୍ୟ ଭଲ କରିପାରୁନଥିଲି। ଯେତେବେଳେ ମୁଁ ଏଠି ଆସିଲି, ମୁଁ ଗୋଟେ ଏକ୍ଜାମ ଦେଲି ସ୍କୁଲରେ ଏଠି ଗଲା ପରେ, ତ ମୁଁ ଦେଖିଲି ଯେ ଏକ୍ଜାମ ଟାଇମ୍ରେ ମୋତେ ଷ୍ଟ୍ରେସ୍ କିଛି ନେବାକୁ ପଡ଼ୁନି। ମୁଁ ବହୁତ ରିଲାକ୍ସରେ ଯାଉଛି ଏବଂ ଏକ୍ଜାମ ଲେଖିକି ଆସୁଛି। ତ ମୁଁ ସବୁ ମୋ ସରାଉଣ୍ଡିଂରେ ଯେତିକି ଲୋକ ଅଛନ୍ତି ମୁଁ ସମସ୍ତଙ୍କୁ ଏଇଟା କହିବାକୁ ଚାହୁଁଛି ଯେ ଆମ ବଡ଼ ସାରଙ୍କ ଭାଇବ୍ରେସନ୍, ତାଙ୍କ ଆଶୀର୍ବାଦରେ ରହିଲେ ଇଣ୍ଟରନାଲ ପିସ୍ ଓ ଆଉଟରନାଲ ପିସ୍ ଦୁଇଟା ମିଳିପାରିବ। ଧନ୍ୟବାଦ।